ମୁଁ ଆଜି ଆପଣମାନଙ୍କ ପାଇଁ ଆମ ସବୁ ଓଡ଼ିଆଙ୍କ ପ୍ରିୟ ଅଥେଣ୍ଟିକ୍ ଶାଗ ଖରଡ଼ାର ରେସିପି ନେଇକି ଆସିଛି, ଯାହାକୁ ବନେଇବା ଅତି ସହଜ ଏବଂ ବହୁତ କମ୍ ସମୟରେ ମଧ୍ୟ ବନିକି ରେଡ଼ି ହୋଇଯାଇଥାଏ। ଗରମ ଗରମ ଭାତ ସାଙ୍ଗରେ ଡାଲମା ଆଉ ଟିକେ ସାଇଡ଼୍ରେ ଶାଗ ଖରଡ଼ା ହେଇଗଲେ ବାସ୍ ଆଉ କ'ଣ ଦରକାର, ପୁରା ମଜା ଆସିଯିବ। ଆମେ ଆଜି ଏହି ରେସିପିଟିକୁ ବିନା ପିଆଜ ରସୁଣରେ ବନେଇକି ପ୍ରସ୍ତୁତ କରିବା। ଆପଣମାନେ ଚାହିଁଲେ ଏହାକୁ ସାଧା ଦିନରେ ଖାଇପାରିବେ କିମ୍ବା କୌଣସି ଓଷା ବ୍ରତରେ ମଧ୍ୟ ଯଦି ଅରୁଆ ଖାଉଛନ୍ତି ତାହେଲେ ଏକୁ ସାଇଡ଼୍ ଆଇଟମ୍ ଭାବେ ଖାଇପାରିବେ। ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲ୍ ବେକ୍ ଆଣ୍ଡ କୁକ୍ ବାଇ ସିନୁକୁ ଅନେକ ଅନେକ ସ୍ୱାଗତ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ଦୟାକରିକି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍ ବଟନଟିକୁ ପ୍ରେସ୍ କରନ୍ତୁ। ତାହେଲେ ଆଗକୁ ଆପଣଙ୍କୁ ମୋର ନ୍ୟୁ ଭିଡ଼ିଓର ନୋଟିଫିକେସନ୍ ମିଳିଯିବ। ତାହେଲେ ଚାଲନ୍ତୁ ଆମେ এই ରେସିପିଟିକୁ ଷ୍ଟାର୍ଟ କରିବା। ବର୍ତ୍ତମାନ ଦେଖନ୍ତୁ ମୁଁ ଏଠି ମୁଗ ଡାଲି ପାଖାପାଖି ହାଫ୍ କପ୍ ମାନେ ପାଖାପାଖି ଏଇଟା 50 ଗ୍ରାମରୁ ଟିକେ ଅଧିକା ହେବ, ତାକୁ ଭଲ ଭାବରେ ଭାଜିକି ନେଇଛି। ତାପରେ ମୁଁ ଏଠି ଆଳୁ, ସାରୁ, କଖାରୁ ଏବଂ ବାଇଗଣ ଏହାକୁ ମଧ୍ୟ ମାନେ ଟିକେ ବଡ଼ ପିସ୍ରେ କାଟିକି ନେଇଛି। ତ ମୁଗ ଡାଲିକୁ ଆମେ କ'ଣ କରିବା ନା ଧୋଇକି ଭଲ ଭାବରେ 3 ରୁ 4 ଥର ଆପଣ ଧୋଇକି ନେଇ ନିଅନ୍ତୁ ଏବଂ ତାକୁ ଗୋଟେ ପ୍ରେସର କୁକରରେ ଦେଇଦେବା। ତାପରେ ମାନେ ଯେତିକି ଆମକୁ ରିକ୍ୱାର୍ଡ ବା ଯେତିକି ଦରକାର ସେହି ହିସାବରେ ଆମେ ପାଣି ଏଠି ଦେଇଦେବା। ଦେଖନ୍ତୁ ମୁଁ ଏଠି ଗୋଟେ କଞ୍ଚା ଲଙ୍କାକୁ ମଧ୍ୟ କାଟିକି ଛୋଟ ଛୋଟ କରିକି ଦେଇଛି। ତାପରେ ଆମେ ଏଠି ବାଇଗଣ ଏବଂ ଆଳୁ, ସାରୁ, କଖାରୁ ଆମେ ଯେଉଁ ସବୁ ପରିବାକୁ କାଟିକି ନେଇଥିଲେ ତାକୁ ମଧ୍ୟ ଆମେ ଏଠି ପ୍ରେସର କୁକରରେ ଦେଇଦେବା ଏବଂ ଏହାକୁ ଦେଲା ପରେ ଏଠି କିଛି ଲୁଣ ଆଡ଼୍ କରିଦେବା ଆବଶ୍ୟକ ଅନୁସାରେ, ଯେତିକି ଆମର ପରିବା ଏବଂ ଡାଲିକୁ ଲୁଣ ଦରକାର ସେତିକି ଆମେ ଦେଇକି ତାପରେ ଆଉ ଅଳ୍ପ କିଛି ପାଣି ଆଡ଼୍ କରିବା। ଆଡ଼୍ କଲା ପରେ ଆମେ ଏହାକୁ 2 ରୁ 3ଟି ହୁଇସିଲ୍ ଆସିଲା ପର୍ଯ୍ୟନ୍ତ ଆମେ ଏହାକୁ ମାନେ ବଏଲ୍ କରିବାକୁ ଛାଡ଼ିବା। ତାପରେ ଦେଖନ୍ତୁ ଏଠି ମୁଁ ନରମ ନରମ ଏବଂ କଅଁଳିଆ ଶାଗ ନେଇଛି, ଏଇଠି ମାନେ କୋଶଳା ଶାଗ। ତ ଏହାକୁ ଆମେ କ'ଣ କରିବା ନା ଭଲ ଭାବରେ ଧୋଇକି ନେବା। ଧୋଇକି ନେଲା ପରେ ଆପଣ ଏହାକୁ 4 ରୁ 5 ଥର ଭଲ ଭାବରେ ଧୋଇକି ନେଇ ନିଅନ୍ତୁ। ତାପରେ ପାଣି ଛାଡ଼ିଗଲା ପରେ ଆମେ ଏହାକୁ ଛୋଟ ଛୋଟ କରିକି କାଟିଦେବା। ଏମିତି ଜାଲି ସାହାଯ୍ୟରେ ଆପଣ ରଖିଦେଲେ ଆଦେହରୁ ପାଣି ଅଟୋମେଟିକ୍ ଛାଡ଼ିଯିବ। ତାପରେ ଦେଖନ୍ତୁ ଆମେ ଗୋଟେ କଡ଼େଇରେ ତେଲ ଗରମ କରିବା ଏବଂ ତେଲ ଗରମ ହେଇଗଲା ପରେ ମୁଁ ଏଠି ରିଫାଇଣ୍ଡ ତେଲ ୟୁଜ୍ କରିଛି। ଯେହେତୁ ମୁଁ ଏଇଟା ସାଧାରେ ବନାଉଛି ସେଥିପାଇଁ ମୁଁ ରିଫାଇଣ୍ଡ ତେଲ ୟୁଜ୍ କରୁଛି। ଆପଣ ଚାହିଁଲେ ସୋରିଷ ତେଲ ୟୁଜ୍ କରିପାରିବେ ଏବଂ ସେଥିରେ ରସୁଣ ଛୁଙ୍କ ଦେଇକି ମଧ୍ୟ ଏଇଟା ବନେଇ ପାରିବେ। ତାପରେ ଆମେ କ'ଣ କରିବା ନା ଏଠି କିଛି ଆମେ ମାନେ ଯେଉଁ ପଞ୍ଚଫୁଟଣ ଆଡ଼୍ କରିବା। ପଞ୍ଚଫୁଟଣ ଆଡ଼୍ କଲା ପରେ ଆମେ ଏଠି କିଛି ଲଙ୍କାକୁ ଛୋଟ ଛୋଟ କରି କାଟିକି ଆଡ଼୍ କରିବା। ପାଖାପାଖି ମୁଁ ଏଠି 2ଟି କଞ୍ଚା ଲଙ୍କାକୁ ଛୋଟ ଛୋଟ କରିକି ଦେଇଛି। ତାପରେ ଦେଖନ୍ତୁ ଆମେ ଏଇଟା ଟିକେ ଭାଜି ହେଇଗଲା ପରେ ଯେଉଁ କାଟିକି ଶାଗ ରଖିଥିଲେ ସେ ଶାଗ ମଧ୍ୟ ଆମେ ଏଠି ଦେଇଦେବା। ଆଉ ଶାଗକୁ ଦେଲା ପରେ ଆମେ ଏହାକୁ ଭଲ ଭାବରେ ଗୋଟେ ଥର ଭାଜିକିରି ନେଇନେବା। ତ ଆମେ କ'ଣ କରିବା ନା ଶାଗ ଦେଲା ପରେ ମୁଁ ଏଠି ସ୍ୱାଦ ଅନୁସାରେ ଲୁଣ ଦେଇଦେଇଛି। ମାନେ ଅଲରେଡ଼ି ଆମେ ପରିବାରେ ଲୁଣ ଦେଇଥିଲେ, ତ ଏବେ ଶାଗକୁ ଯେତିକି ଲୁଣ ଦରକାର ଆମେ ସେତିକି ଏଠି ଲୁଣ ବ୍ୟବହାର କରିବା। ଆଉ ଶାଗରେ ଲୁଣ ଦେଲା ପରେ ମୁଁ ଏହାକୁ ଗୋଟେ ଥର ଭଲ ଭାବରେ ମିକ୍ସ କରିକି ନେଇ ନେଉଛି। ଆପଣ ଏଇ ଟାଇମ୍ରେ ଗ୍ୟାସ୍ର ଫ୍ଲେମ୍ଟାକୁ ଟିକେ ହାଇ ରଖନ୍ତୁ, ମାନେ ମିଡ଼ିୟମ୍ରୁ ହାଇ ଭିତରେ ସେଟ୍ କରନ୍ତୁ। ତ ଗ୍ୟାସ୍ର ଫ୍ଲେମ୍ ସ୍ଲୋ କରିବା ଦରକାର ନାହିଁ। ଆଉ ଶାଗକୁ ଆପଣ ଏମିତି ଖୋଲା ଭାବେ ଭାଜି ନିଅନ୍ତୁ, ମାନେ ଘୋଡ଼େଇବା କିଛି ଦରକାର ନାହିଁ। ତ ଏଇଭଳିଆ ଭାବେ ଭାଜିଦେଲେ ଶାଗଟି ସିଝିଯିବ। ଯେହେତୁ ଶାଗଟି ଆମର ଏଠି ବହୁତ କଅଁଳିଆ ଅଛି ତ ଏହାକୁ ଘୋଡ଼େଇବା କିଛି ଦରକାର ନାହିଁ। ମୁଁ ଏହାକୁ ପୁରାପୁରି ବିନା ରସୁଣ ବା ପିଆଜରେ ପ୍ରସ୍ତୁତ କରୁଛି। ଯଦି ଆପଣମାନେ ଏହାକୁ ରସୁଣ ଦେଇକି କରିବା ପାଇଁ ଚାହୁଁଛନ୍ତି ତାହେଲେ ଫୁଟଣ, କଞ୍ଚା ଲଙ୍କା ଦେଲା ପରେ ଆପଣ 5 ରୁ 6 କଲା ରସୁଣକୁ ଛେଚିକି ଏଠି ଦେଇ ଦିଅନ୍ତୁ। ଦେଲା ପରେ ଶାଗ ଦେଇକି ଏଇଭଳିଆ ଭାବେ ଆପଣ ଭାଜି ନିଅନ୍ତୁ। ବର୍ତ୍ତମାନ ଦେଖନ୍ତୁ ମୋର ଶାଗଟି ଭାଜି ହେଇ ଆସିଲାଣି। ତାପରେ ଆମେ କ'ଣ କରିବା ନା ଏଠି ଯେଉଁ ସିଝେଇକି ରଖିଥିଲେ ଡାଲି, ସାରୁ, ଆଳୁ, କଖାରୁ ଏବଂ ବାଇଗଣ ତାହାକୁ ଆମେ ବର୍ତ୍ତମାନ ଏଠି ଦେଇଦେବା ଏବଂ ଦେଇଦେଲା ପରେ ଟିକେ ପାଣି ଆଡ଼୍ କରିବା। ପାଣି ଆଡ଼୍ କଲା ପରେ ଆମେ କ'ଣ କରିବା ନା ଏହାକୁ ଭଲ ଭାବରେ ଆମେ ଏଇଭଳିଆ ଭାବେ ମିକ୍ସ କରିକି ନେଇନେବା। ତ ଆପଣ କଣ୍ଟିନ୍ୟୁଅସ୍ଲି ଏକୁ ମିକ୍ସ କରିକି ନେଇ ନିଅନ୍ତୁ। ଆଉ ଗ୍ୟାସ୍ର ଫ୍ଲେମ୍ଟାକୁ ଆପଣ ଟିକେ ମାନେ ଏଠି ସ୍ଲୋ କରି ନିଅନ୍ତୁ। ଆଉ ଶାଗଟାକୁ ଟିକେ ଭଲ ଭାବରେ ପରିବା ସହିତ ମିକ୍ସ ହେଇକି ହେବା ପାଇଁ ଦିଅନ୍ତୁ। ବର୍ତ୍ତମାନ ଦେଖନ୍ତୁ ଏଇଠି ଆମର ଭଲ ଭାବରେ ହେଇ ଆସିଲାଣି। ମୁଁ ଏହାକୁ ଆଉ ଗୋଟେ ଥର ଭଲ ଭାବରେ ମିକ୍ସ କରିକି ନେଇଛି। ତ ଏଇଟା ଟିକେ ହାଲକା ପାଣି ମରିଗଲା ପରେ ଆମେ ଏଥିରେ ନଡ଼ିଆ ଆଡ଼୍ କରିବା। ତାଦ୍ୱାରା ଆର ଟେଷ୍ଟଟା ଡବଲ୍ ବଢ଼ିଯିବ। ବର୍ତ୍ତମାନ ଦେଖନ୍ତୁ ମୋର এই ଶାଗଟା ବହୁତ ବଢ଼ିଆ ଭାବେ ହେଇ ଆସିଲାଣି। ମୁଁ ସେଥିରେ ସବୁଯାକ ପରିବାକୁ ଏଇଭଳି ଭାବେ ସ୍ପାଟୁଲା ସାହାଯ୍ୟରେ ଭଲ ଭାବରେ ସ୍ମାସ୍ କରିକି ନେଇଛି। ତାଦ୍ୱାରା ଶାଗ ଏବଂ ପରିବାଟି ବହୁତ ବଢ଼ିଆ ଭାବରେ ମିକ୍ସ ହେଇଯିବ। ତାପରେ ଦେଖନ୍ତୁ ମୁଁ ପାଖାପାଖି ଏଠି ହାଫ୍ କପ୍
फ्रेश माने नड़िया को कोरेकी रखी एवं से कोरा नड़ियाटी को बर्तमान मुझे देई दउची आ देला परे आमे याकू गोटे थर भल भाव में मिक्स करके नहीं नबा। आपण गैस रो फ्लेम टाकू टिके हाई करि नियंतु एवं एई भला भाबे आपण याकू मिक्स करके नहीं नियंतु। आपण चाहिले एथिरे क्षीर मध्य व्यवहार कर परिबे। क्षीर दवा द्वारा आरो टेस्ट आहुरी बहुत बढ़िया आसे किंतु मुझे विदाउट क्षीर रे बनैची। तो आपण जदि क्षीर खाउनांती ताहले आपण जेकोसी मिल्क पाउडर मध्य ऊपर देकी आपण एई भला भाबे करि परिबे। तार टेस्टटा एठी बहुत ही बढ़िया आसे। देखंतु वर्तमान आमर गरमा गरम साग खरडा हेकी रेडी हो जाइए। आपण एहाकू सर्व करंतु गरम गरम अरुआ भात सांगरे। मु आशा करुच्ची आपण समस्त को ये रेसिपीटी निश्चय पसंद आसथिबो। जदि आपण मानक मोर ये रेसिपीटी भल लागिची ताहले आपण आपनकर भल पाइबा और सहयोग मते एई भला भाबे देई चलंतु। मु आगकू आपण मन पई आहुरी नुआ नुआ वीडियो नेकी आसी परिबी। से पर्यंत रहिली नमस्कार, धन्यवाद।